ଗତକାଲି ଯେଉଁ ବୈଠକ ହେଇଥିଲା ମୁଁ ଆଜି ବିଭିନ୍ନ ଗଣମାଧ୍ୟମ ମାଧ୍ୟମରୁ ଜାଣିଲି ଯେ ଗତକାଲି ସଂସ୍କୃତି ପରିଷଦର ଗୋଟେ ବୈଠକ ଅନୁଷ୍ଠିତ ହେଇଥିଲା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ। କିନ୍ତୁ ସେଇ ବୈଠକକୁ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇନଥିଲା ଯୋଗ ଦେବା ପାଇଁ। ଆଜି ଆଜି ଆମକୁ ଫୋନ୍ କଲ୍ ଆସିଥିଲା ଯେ ଆସନ୍ତାକାଲି ପୂର୍ବାହ୍ନରେ ସଂସ୍କୃତି ପରିଷଦ ବୈଠକ ଅଛି ବୋଲି। କିନ୍ତୁ ଗତକାଲିର ବୈଠକ ସମ୍ପର୍କରେ ଆମକୁ କିଛି ସୂଚନା ଆସିନଥିଲା। ଯାହା ସମ୍ବାଦପତ୍ର ଜଣାଯାଉଥିଲା 4 ଜଣ ସଂସ୍କୃତି ପରିଷଦର ସ୍ଥାୟୀ ସଭ୍ୟ ଯେଉଁମାନେ ସେମାନେ 4 ଜଣ ଥିଲେ ଏବଂ ସେମାନେ ପ୍ରଶ୍ନ କରିଥିଲେ ଯେ ଅନ୍ୟମାନେ କାହିଁକି ଏଥିରେ ଡକା ଯାଇନାହାନ୍ତି ବା ଆସିନାହାନ୍ତି। ଯାହାର ସୂଚନା ମିଳୁଛି ଯେ ସେ ଜିଲ୍ଲା ପ୍ରଶାସନ ତରଫରୁ ଅନ୍ୟ ସଦସ୍ୟମାନଙ୍କୁ ଯୋଗାଯୋଗ କରାଯାଇନଥିଲା, ବୈଠକକୁ ଆମନ୍ତ୍ରଣ କରାଯାଇନଥିଲା। ସେଥିପାଇଁ ବୋଧେ ପୁନର୍ବାର ଜିଲ୍ଲାପାଳ ଏକ ବୈଠକ ଡାକିଛନ୍ତି ଆସନ୍ତାକାଲି। ଯାଜପୁର ଜିଲ୍ଲା ମହୋତ୍ସବ ଯଜାତିର ପ୍ରଥମ ବୈଠକ ଆମର ଜିଲ୍ଲାପାଳ କାଲି ଡାକିଥିଲେ ଏବଂ ସେ ବୈଠକରେ ଏଥର ଜିଲ୍ଲା ମହୋତ୍ସବ ହେବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ତାହା କରାଯିବା ପାଇଁ ସ୍ଥିରୀକୃତ ହୋଇଛି। କିନ୍ତୁ ଜିଲ୍ଲା ମହୋତ୍ସବ ହେଉଛି ଜିଲ୍ଲା ସଂସ୍କୃତି ପରିଷଦର ମୁଖ୍ୟ କାର୍ଯ୍ୟ ଏବଂ କାଲି ବୈଠକରେ ଆମେ ଦେଖିଥିଲୁ ଯେ ଜିଲ୍ଲା ସଂସ୍କୃତି ପରିଷଦ ଯେଉଁ ଗଠନ ହୋଇ ସଂସ୍କୃତି ପରିଷଦର ବହୁ ସଦସ୍ୟ ଅନୁପସ୍ଥିତ ଥିଲେ ଏବଂ ସେ ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ଏବଂ ଜିଲ୍ଲାପାଳ ତତ୍କ୍ଷଣାତ୍ ଯେଉଁମାନେ ମିଟିଂର ଆହ୍ୱାନ କରିବାର ଦାୟିତ୍ୱ ନେଇଥିଲେ ସଂସ୍କୃତି ଅଧିକାରୀ ଏବଂ ଆମର ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ପଚାରିଥିଲେ। ସେ କହିଲେ ନାଇଁ ଆମେ ସମସ୍ତଙ୍କୁ ଖବର ଦେଇପାରିନାହୁଁ। ତ ସେଥିରେ ଜିଲ୍ଲାପାଳଙ୍କୁ ଆମେ କହିଥିଲୁ ଯେ ଜିଲ୍ଲା ସଂସ୍କୃତି ପରିଷଦ ହେଉଛି ଜିଲ୍ଲା ମହୋତ୍ସବର କର୍ଣ୍ଣଧାର ଏବଂ ଜିଲ୍ଲା ସଂସ୍କୃତି ପରିଷଦର ଜିଲ୍ଲାପାଳ ହେଉଛନ୍ତି ଅଧ୍ୟକ୍ଷ। ତେଣୁ ଆପଣ ପରିଷଦକୁ ନେଇକି କାର୍ଯ୍ୟ କରିବା ଉଚିତ। ଆଉ ଯଦି ନ ଡକା ଯାଇପାରିଛି ତାହେଲେ ଯଥାଶୀଘ୍ର ସଂସ୍କୃତି ପରିଷଦର ସମସ୍ତ ସଦସ୍ୟମାନଙ୍କୁ ଡକାଯାଉ ଏବଂ ବହୁ ବିଦ୍ୱାନ ଗୁଣୀମାନ ଲୋକମାନେ ବି ଜିଲ୍ଲାରେ ଅଛନ୍ତି, ସମସ୍ତଙ୍କ ପରାମର୍ଶକୁ ନିଆଯାଇ କିଭଳି ଭାବରେ ଅତ୍ୟନ୍ତ ସୁନ୍ଦର ଏବଂ ସରସ ହୋଇପାରିବ ଜିଲ୍ଲା ମହୋତ୍ସବ, ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ। ଏବଂ ଜିଲ୍ଲାପାଳ କାଲି ଏ କଥାକୁ ଗ୍ରହଣ କରିଛନ୍ତି ଏବଂ ତତ୍କ୍ଷଣାତ୍ ସନ୍ଧ୍ୟାରେ 22 ତାରିଖ ଅପରାହ୍ନରେ ଆଉ ଏକ ବୈଠକ ଡାକିଛନ୍ତି। କାଲି ସେ ବୈଠକରେ ନିଷ୍ପତ୍ତି ହେବ ଯେ କିଭଳି ଭାବରେ କାର୍ଯ୍ୟକ୍ରମ କରାଯିବ ଏବଂ କାଲି ଆଲୋଚନା ବେଳେ କିଛି ସବ୍ କମିଟି ଗଠନର ସୂଚନା ବି ମିଟିଂରେ ଆସିଥିଲା ଏବଂ ସେ ସବ୍ କମିଟି ବି ଠିକ୍ ଭାବରେ ଗଠନ ହେଇନି ବୋଲିକି ମୁଁ ନିଜେ ବ୍ୟକ୍ତିଗତ ଉପଲବ୍ଧି କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲି ଏବଂ ତାହାର ପୂର୍ଣ୍ଣାଙ୍ଗ ସବ୍ କମିଟି ଗଠନ ପ୍ରାୟ କାଲି ବୈଠକ ପରେ ଜଣାପଡ଼ିଯିବ ଏବଂ ବହୁ ବିଷୟରେ କାଲି ଆଲୋଚନା ହେଇଛି। କିନ୍ତୁ ଆଲୋଚନା ହେଇଥିଲେ ବି ସେ ଆଲୋଚନାଟା ପୂର୍ଣ୍ଣାଙ୍ଗ ହେଇନି। ତେଣୁକରି ଜିଲ୍ଲା ପରିଷଦ ବୈଠକଟା ସରିଲା ପରେ ତାର ପୂର୍ଣ୍ଣାଙ୍ଗ କାର୍ଯ୍ୟ ନିର୍ଦ୍ଧାରଣ ହେବ ଏବଂ ପୂର୍ଣ୍ଣାଙ୍ଗ କଥା ଆପଣମାନେ ସମସ୍ତେ ଜାଣିବେ। କାଲି ବି ସାମ୍ବାଦିକ ବନ୍ଧୁମାନେ ବି ସେ ବୈଠକରେ ବି ଥିଲେ ଏବଂ ଏହା ନିଷ୍ପତ୍ତି ହେଇଛି, ଯାହା ନିଷ୍ପତ୍ତି ହେଇଛି ଫେବୃଆରୀ ଦ୍ୱିତୀୟ ସପ୍ତାହରେ ହେବ ଏବଂ ସେମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଡାକିବା ପାଇଁ ଚିନ୍ତା କରିଛନ୍ତି ଏବଂ ଅନ୍ୟାନ୍ୟ ନେତୃମଣ୍ଡଳୀ ସମସ୍ତଙ୍କୁ ନେଇକି କିଭଳି ଭାବରେ କାର୍ଯ୍ୟକ୍ରମ ଅଧିକରୁ ଅଧିକ ସରସ ସୁନ୍ଦର ହେଇପାରିବ ସେଥିପାଇଁ ଜିଲ୍ଲାପାଳଙ୍କର ଚିନ୍ତା ଅଛି। ତ କାଲି ବୈଠକ ପରେ ପୂର୍ଣ୍ଣାଙ୍ଗ କଥା ଜଣାପଡ଼ିବ। ଯେଉଁ ନୂଆ କମିଟି ହେଇଛି ବା ପୁରୁଣା କମିଟି ହେଇଛି, କିଛି କମିଟି ହେଇନି, କିନ୍ତୁ ପ୍ରଶାସନିକ ସ୍ତରରେ ଏ କାର୍ଯ୍ୟକ୍ରମକୁ ଟିକେ ତ୍ୱରାନ୍ୱିତ କରିବା ପାଇଁ ଗୋଟେ ସବ୍ କମିଟି ସେ ଗଠନ କରିଛନ୍ତି। କିନ୍ତୁ ଯେଉଁ ସବ୍ କମିଟି ଗଠନ କରିବାର ଦାୟିତ୍ୱ ହେଉଛି ସଂସ୍କୃତି ପରିଷଦର। ତ ସେ ସଂସ୍କୃତି ପରିଷଦ ନ ବସିକି କମିଟିଟା କରାଯାଇଥିବାରୁ କିଛି ଯୋଗ୍ୟ ଲୋକ ମୁଁ ଭାବୁଛି ପ୍ରାୟ ବାଦ ପଡ଼ିଯାଇଛନ୍ତି ବା କିଛି ଲୋକ ଆହୁରି ସେଥିରେ ଯୋଡ଼ାଯିବାର ଆବଶ୍ୟକତା ରହିଛି। ତ ଏସବୁ କାର୍ଯ୍ୟକ୍ରମ ମୁଁ ଭାବୁଛି ସଂସ୍କୃତି ପରିଷଦ ବୈଠକ ପରେ ସମସ୍ତଙ୍କୁ ନେଇକି ଗୋଟେ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲିକି ମୁଁ ଆଶା ରଖିଛି।